ମୁଁ ଗୋଟେ ଗୋଟେ କଥା କହିବି ଦୁଃଖର ବିଷୟ ସବୁଠୁ ଦେଖୁଛି ଆମର ବହୁତ ବାହାଘରରେ ବାଣ ଫୁଟୁଛି ଯେ ଆନନ୍ଦ କଣ ପାଇଁ ଏତେ ଆନନ୍ଦ କାଲି ରାତିରେ କଣ ହବ ପାକିସ୍ତାନ କଣ ଆଟାକ୍ କରିବ କୋଉ ଦେଶରେ ଲୋକ ମରିବେ କେତେ ଲୋକ କୋଉ ରାଜ୍ୟରେ ମରିବେ ତାର ସ୍ଥିର ନାହିଁ କଣ ଏତେ ଆନନ୍ଦ ଚାଲିଛି ବର୍ତ୍ତମାନ ଭାରତ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତରେ ବର୍ତ୍ତମାନ ଚାଲୁଛି ଆମେ ଯେ ଦେଖିବା ଏ ଯୋଉ 1947 ରୁ ଏ ଯୋଉ ବିଭାଜନ ହେଇଛି ତା ଦେହରେ ଗୋଟେ ସବୁବେଳେ ଦୁଇ ଦେଶ ମଧ୍ୟରେ ଗୋଟେ ତିକ୍ତତା ଭଳିଆ ଲାଗି ରହୁଛି ସବୁଠାରୁ ଦୁଃଖର ବିଷୟ ହେଉଛି ଯେହେତୁ ଆପଣ ସାଧାରଣ ଲୋକ କାମ କଲେ କିଏ ଚାକିରି କରୁଛି କିଏ ଡାକ୍ତର ତା ନିଜ କାମ କରୁଛି ଦେଖନ୍ତୁ କିଛି ଲୋକ ଏମାନେ ଅଛନ୍ତି ସକାଳୁ ଯେମିତି ଉଠିଲେ ଅଫିସ କଲେ କିଏ ରେଡି ହେବେ କିଏ କାହାକୁ ମାରିବାକୁ ଯିବେ କୋଉଠୁ ତାଙ୍କ ପଇସା ଆସିବ କୋଉଠୁ କାହାକୁ ବନ୍ଧୁକ ଆସିବ ଗୋଟେ ଦେଶ ଏଇଟା ଗୋଟେ ଅର୍ଗାନାଇଜେସନ କରି ଚଲେଇ ପାରୁଛି ଏଇଟା ବହୁତ ଦୁଃଖର ବିଷୟ ପ୍ରଥମ କଥା ଗୋଟେ କିଛି ଲୋକ ମାନେ 200-500 ଲୋକ ଗୋଟେ ଅଫିସ କରି ତାଙ୍କର କୋଉ ଟଙ୍କା ଆସିବ କୋଉଠି ବମ୍ ଆସିବ ଏଇସବୁ ଚିନ୍ତାରେ କରି ଭାରତକୁ ବାରମ୍ବାର ପ୍ରତି 2 ବର୍ଷରେ 3 ବର୍ଷରେ ଥରେ ଲେଖା ଭାରତ ଉପରେ ମାନେ ରେଗୁଲାର ଗୋଟେ ପ୍ରକାର ଅତ୍ୟାଚାର କରି ଚାଲିଛନ୍ତି ଆଉ ସେଇଟା ଗୋଟେ 1970 war ପରେ that issue was different that issue in 1971 war issue ର ଉଦ୍ଦେଶ୍ୟ ଡିଫରେଣ୍ଟ ଥିଲା କିନ୍ତୁ ଏ ଯୋଉ war ହଉଛି ଏଇଟା ପ୍ରଥମେ ହଉଛି ଯେ ଏ ଯୋଉ ଟେରରିଷ୍ଟ ମାନେ ଗୋଟେ ବାରମ୍ବାର ଚରମ ସୀମାରେ ତାଙ୍କର କାର୍ଯ୍ୟକ୍ରମ ପହଞ୍ଚି ଯାଇଛି ତାର ପ୍ରତିଶୋଧ ବର୍ତ୍ତମାନ ନବାର ସମୟ ଆସିଛି ଏବଂ ଭାରତ ସରକାର ତାକୁ ବର୍ତ୍ତମାନ ନବା ଆରମ୍ଭ କରିଛନ୍ତି ଏବଂ ମୁଁ ଭାବୁଛି ଏଇଥର ଏଇଟା ଗୋଟେ ଶେଷ ହବା ଦରକାର ମାନେ ଯୋଉ ଘଟଣାଟା ଘଟିଗଲା ପୁଲୱାମାରେ ତାପରେ ବମ୍ବେରେ ଯୋଉ ଆମର ତାଜ ହୋଟେଲ ଏସବୁ ଜିନିଷ ମାନେ ଭାବିଲେ ବହୁତ ଦୁଃଖ ବି ଲାଗୁଛି ଆମେ ଗୋଟେ ଦେଶ ଆମ ଲୋକ କାମ କେମିତି କରିବା କେମିତି ଦେଶ ଆଗକୁ ଶିକ୍ଷା କେମିତି ଆଗେଇବ ସ୍ୱାସ୍ଥ୍ୟ କେମିତି ଆଗେଇବ ଆମେ ସେଇ କଥା କରିବା ନା ଆମେ ବସି କିଛି ଲୋକ ବସି କୋଉଠି କେମିତି ବମ୍ ଲାଗିବ ଚୋରି ହବ ଗଣ୍ଡଗୋଳ ହବ ରକେଟ ମାଡ଼ କରିବା କାହାକୁ ମର୍ଡର କରିବା ଚିନ୍ତା କରିବା ଘୃଣ୍ୟ ବିଷୟ ଏଇ ସମୟରେ ଏଇ ପୃଥିବୀର ଏଇ ଯୋଉ ଚିନ୍ତାଧାରା ବ୍ୟକ୍ତି ସେମାନେ ସମୂଳେ ପୁରା ନିପାତ ହବା ଆବଶ୍ୟକ ଆଉ ସେଇଟା ମଧ୍ୟ ଭାରତ ସରକାର ନରେନ୍ଦ୍ର ମୋଦୀ ସରକାର ବର୍ତ୍ତମାନ ନଉଛନ୍ତି ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଦେଶରେ ନାଇଁ ତାକୁ ସେମିତି ଆଖିରେ ଦେଖିଲେ ହବ ନାହିଁ ବୁଲୁଥିଲେ କଣ ସେ ହଉଛନ୍ତି ଭାରତ ଯେମିତି ଆପଣଙ୍କର ଫଙ୍କସନ ହଉଛି ବାହାଘର ହଉଛି ବନ୍ଧୁବାନ୍ଧବ ଯାଉଛନ୍ତି ନା ଯାଉନାହାନ୍ତି ତେଣୁକରି ସେ କଣ ବୁଲିବେ କଣ ସେ କଣ ଦେଖିନାହାନ୍ତି ସେ କଣ ତାଙ୍କ ଜୀବନରେ କରିନାହାନ୍ତି ଏଇଟା ତାଙ୍କ ପାଇଁ ବଡ କଥା ଦେଶ ବୁଲି ସେ କଣ ଦେଖିବେ କୋଉଠି କଣ ଅଛି ମାନେ କୋଉଠି ପ୍ୟାରିସରେ କଣ ଅଛି ଲଣ୍ଡନରେ କଣ ବୁଲି ଦେଖିବେ ସେ ସବୁ ଚିନ୍ତାଧାରା ବାହାରେ ସେମାନେ ଦେଶ ପାଇଁ ସେମାନେ ତାଙ୍କ ମୁଣ୍ଡ କୋଉଠି ଆମେ ମାନେ ସାଧାରଣ ମଣିଷ ଚିନ୍ତା କରୁଛେ କଣ ସେମାନେ ଚିନ୍ତା କରୁଛନ୍ତି କଣ ସେ ଚାରିଆଡେ ଯୋଉ ସାରା ପୃଥିବୀରେ ବୁଲିଛନ୍ତି ସବୁ ଦେଶରେ ଦେଶର ନେତୃବୃନ୍ଦକୁ ଦେଖା କରିଛନ୍ତି ଆପଣ ଦେଖନ୍ତୁ ସମସ୍ତେ ସେ କୁଣ୍ଡେଇ ପକାନ୍ତି ସମସ୍ତଙ୍କ ସାଙ୍ଗରେ ତାଙ୍କର ଯୋଉ ସମ୍ପର୍କ ଡେଭଲପ କରିଛନ୍ତି ତା ଫଳ ଆଜି ଭାରତ ପାଉଛି ସାରା ପୃଥିବୀ ଆଜି ଭାରତର ପଛରେ ଭାରତର ଯୋଉ ଆତଙ୍କବାଦୀ ଆକ୍ରମଣରୁ ଯୋଉ ଲଢେଇ କରିବାକୁ ଭାରତ ଯୋଉ ଷ୍ଟେପ ନେଇଛି ତାକୁ ସାରା ପୃଥିବୀରୁ ବର୍ତ୍ତମାନ ଚାରିଆଡେ ସପୋର୍ଟ ମିଳୁଛି ସାରା ପୃଥିବୀର ସମସ୍ତେ କହୁଛନ୍ତି ଭାରତର କାର୍ଯ୍ୟକ୍ରମ ଠିକ ଏଇଟା କେମିତି ସମ୍ଭବ ହେଲା ଏଇଟା ସମ୍ଭବ ହେଲା ଓନ୍ଲି ନିଜର ରିଲେସନସିପ ମୁଁ ଜଣେଇଦେବା ମୋର ଉଦ୍ଦେଶ୍ୟ କଣ ମୋ ଦେଶ ସେ କାହିଁ ଯାଉଥିଲେ ମୋର ଦେଶର ଉଦ୍ଦେଶ୍ୟ କଣ ମୋ ଦେଶର କେମିତି ଉନ୍ନତି ହେବ ଶିକ୍ଷା କେମିତି ଉନ୍ନତି ହେବ ସ୍ୱାସ୍ଥ୍ୟ କେମିତି ଉନ୍ନତି ହେବ ଆମେ କେମିତି ଷ୍ଟ୍ରଙ୍ଗ ହବା ଦେଶର ଏୟାରପୋର୍ଟ କେମିତି ଭଲ ହବ ଲୋକମାନେ କେମିତି ଭଲ ରହିବେ ପାଠ କେମିତି ପଢା ହବ କଣ ବାଣିଜ୍ୟରେ ଆମେ ସବୁ ଉନ୍ନତି କରିପାରେ ସେ ସେଥିପାଇଁ ଯାଉଥିଲେ ତାଙ୍କ ପାଇଁ ଦେଶ ବୁଲିବା କି ବୁଲିକିରି ଦେଖିବା ଏଇଟା ତାଙ୍କର ଉଦ୍ଦେଶ୍ୟ ନୁହଁ ଯଦି ସେଇଟା ଭାବୁଥିବା ଜଣେ ରାଷ୍ଟ୍ରର ନେତୃତ୍ୱ ଯେ ବୁଲିକିରି ଦେଖିବାକୁ ସବୁ ଯାଉଛନ୍ତି ପଇସା ଖର୍ଚ୍ଚ କରି ଭାରତର ସେଇଟା ବହୁତ ତଳର ଚିନ୍ତାଧାରା ସେଇଟା ସେ ପ୍ରକାର ନେତୃବୃନ୍ଦଙ୍କ ବିଷୟରେ ସେ ବିଷୟରେ ଚିନ୍ତା କରାଯାଇପାରେ ଦେଖନ୍ତୁ ଯବାନ ମାନେ ଆଜି ଭାବୁଛନ୍ତି ଆଜି ଯେତେବେଳେ ବହୁତ ଦିନ ପରେ ଲୋକ ଯୁଦ୍ଧ କଣ ଜାଣୁଛନ୍ତି ତେଣୁକରି ଯବାନ ମାନେ ଯେ ଅନ୍ୟବେଳେ ଜଗିଥାନ୍ତି ସବୁବେଳେ ସେଥିପାଇଁ ଆପଣ ମାନେ ଘରେ ଏଠି ଶୁଅନ୍ତି ଆଜି ଆପଣମାନଙ୍କର ବହୁତ ଲୋକଙ୍କର ଏଠି ନିଦ ଭାଙ୍ଗୁଛି କାଳେ କଣ ହେଇଯିବ କାରଣ ସବୁବେଳେ ସେ ଯବାନ ଭାଇ ମାନେ ଜଗିଥିଲେ ଆଉ ସେମାନେ କଣ କହିବା ସେମାନେ ଦେଶ ପାଇଁ ତାଙ୍କର କର୍ତ୍ତବ୍ୟକୁ ଆମେ କିଛି ଆମେ ଭାଷାରେ କହିପାରିବାନି ସେ ଯୋଉ ପରିବାର ମାନେ ତାଙ୍କର ମନରେ ଟେନସନ ଥିବେ ଆମର ପୁରା ଦେଖିବେ ଯଦି କୋଉଠି ଜଣେ କୋଉଠି ଯାଉଛି ବାଟରେ କୋଉଠି ଆକ୍ସିଡେଣ୍ଟ ହେଲା ଘର ଲୋକ କେତେ ବ୍ୟସ୍ତ ହେଇ ପଡୁଛନ୍ତି ଆଉ ଯୋଉ ଯବାନ ଭାଇମାନେ ଲଢୁଛନ୍ତି ତାଙ୍କ ପରିବାରକୁ ପ୍ରଥମେ ସାଲ୍ୟୁଟ କରନ୍ତୁ ତାଙ୍କ ପରିବାରକୁ ଯଥେଷ୍ଟ ସମ୍ମାନ ଦିଅନ୍ତୁ ବର୍ତ୍ତମାନ ଦେଶ ଜାଣିବ ଏ କଣ ୱାର କଣ ଯୁଦ୍ଧ କଣ ରକ୍ତପାତ କଣ ଆମ ଦେଶରେ ମୁଁ ଭାବୁଛି ଲୋକମାନେ ଗୋଟେ ପ୍ରକାର ଆରାମ
ମୁଁ ଗୋଟେ ଗୋଟେ କଥା କହିବି, ଦୁଃଖର ବିଷୟ ସବୁଠୁ ଦେଖୁଛି ଆମର ବହୁତ ବାହାଘରରେ ବାଣ ଫୁଟୁଛି ଯେ ଆନନ୍ଦ, କଣ ପାଇଁ ଏତେ ଆନନ୍ଦ? କାଲି ରାତିରେ କଣ ହବ, ପାକିସ୍ତାନ କଣ ଆଟାକ୍ କରିବ, କୋଉ ଦେଶରେ ଲୋକ ମରିବେ, କେତେ ଲୋକ କୋଉ ରାଜ୍ୟରେ ମରିବେ, ତାର ସ୍ଥିର ନାହିଁ। କଣ ଏତେ ଆନନ୍ଦ ଚାଲିଛି? ସମସ୍ତେ ବାହାଘର ମୁଁ କାଲି ଦେଖିଲି, କାଲି ରାସ୍ତାରେ ଥିଲା 4ଟା 5ଟା ବାହାଘର ଦେଖିଲି। ମୁଁ ଅନୁରୋଧ କରିବି ଯେ ବାହାଘର ମନ୍ଦିରରେ ଛୋଟ କାଟିକିରି କରନ୍ତୁ, ଦେଶର ପାଣ୍ଠିକି ଯବାନ ମାନଙ୍କୁ ଦାନ କରନ୍ତୁ। କାରଣ କାଲି କଣ ହବ, ଆଜି ସମସ୍ତେ ଭାବୁଛନ୍ତି ଗୋଟେ କଣ ସେପଟରେ ଚାଲିଛି ଆମେ ଆରାମରେ ଅଛୁ ଓଡିଶାରେ। नो, it will happen everybody, it will affect everybody directly or indirectly. Remember, don't take it lightly. ଲୋକମାନେ ଭାବୁଛନ୍ତି ସାଡେ ଗୋଟେ କଣ ଚାଲିଛି, ଆମେ ଆମର ଖାଇବା ପିଇବା ବାହାଘର ଭୋଜି ଭାତ ଚାଲିଛି। ଠିକ ଅଛି, ବାହାଘର ଚାଲୁ, ଆମେ କହୁନେ ବାହାଘର ବନ୍ଦ କରିଦିଅ, ତାକୁ ସବୁ ଲୋ କିରେ କରାଯାଉ, ବାଣ ଫୁଟେଇ ଏତେ ଆନନ୍ଦ କରନ୍ତୁ ନାହିଁ। ଦେଶର ଚିନ୍ତାଧାରା ସାଙ୍ଗରେ ସାମିଲ ହୁଅନ୍ତୁ। ଦେଶର ଭବିଷ୍ୟତ କଣ, ଦେଶର ବର୍ତ୍ତମାନ କୋଉ ପରିସ୍ଥିତିରେ ଗତି କରୁଛି, ନେତୃବୃନ୍ଦ ମାନଙ୍କର ଚିନ୍ତାଧାରା ସାମିଲ ହୁଅନ୍ତୁ। ଭାବନ୍ତୁ ନା କି ସେ ତାଙ୍କର ଅଛି, କାଲି ଦେଶ ଯେତେବେଳେ ଶତ୍ରୁ ପଶି ଆସିବ ସେତେବେଳେ ଆପଣଙ୍କର ସବୁ ନିଶା ଖସିଯିବ। ତେଣୁକରି ସେଥିପାଇଁକା ବହୁତ ସମସ୍ତେ ବହୁତ ଟେନ୍ସର ବିଷୟ ଯୋଉ ଟାଇପର ଚାଲିଛି। ଆପଣ ଜାଣିଥିବେ ସକାଳେ ଆଜି ମୁଁ ଦେଖିଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କର ହାଇଏଷ୍ଟ ବଡି ନ୍ୟୁକ୍ ମାନେ ବୁଝିଲେ ନା ନାଇଁ, ଯୋଉମାନେ ନ୍ୟୁକ୍ଲିୟର ବମ୍ ଆଟମ ବମ୍ ବିଷୟରେ ଯୋଉ ବଡି ଡିସିସନ ନିଏ ତାଙ୍କର ମିଟିଂ ଆଜି ଡାକିଛନ୍ତି। ଭାବି ପାରୁଛନ୍ତି ଆଟମ ବମର ବିଭୀଷିକା ଆପଣ ଜାଣିଛନ୍ତି? ଜାପାନ ଆଜି ଯାଏ ବିଶ୍ୱଯୁଦ୍ଧ ପରେ ଏବେ ବି ନ୍ୟୁକ୍ର ପ୍ରଭାବରେ କାହାର କ୍ୟାନ୍ସର ହଉଛି, ବିଭିନ୍ନ ପ୍ରକାର କଞ୍ଜେନିଟାଲ ଆନୋମାଲି, ବାଇବାର ଜନ୍ମ ହେଲା ବେଳକୁ ପିଲାଙ୍କର ଗୋଡ ନାହିଁ ହାତ ନାହିଁ ଜନ୍ମ ହଉଛନ୍ତି। ଆଟମ ବମର ଏବେ ଯାଏ ବି ତାର ଏଫେକ୍ଟ ରହିଛି, ବାୟୁମଣ୍ଡଳ ରହିଛି, ଯୋଉଟା କି ପିଲାଙ୍କ ଭିତରେ ହଉଛି। ତେଣୁକରି ଜିନିଷଟାକୁ ଏତେ ଲାଇଟଲି ଦୟାକରି ଭାରତବାସୀ ନ ନିଅନ୍ତୁ, ଓଡିଶାବାସୀ ନ ନିଅନ୍ତୁ। ସମସ୍ତେ କିଛି ନା କିଛି ସେ ବିଷୟରେ ଚିନ୍ତାର ହୁଅନ୍ତୁ, ଚିନ୍ତା କରନ୍ତୁ। ଦେଶ ପାଇଁ ବର୍ତ୍ତମାନ ଚିନ୍ତାର ସମୟ ଆସିଛି। ଦେଶ ନଥିଲେ ଆମେ ନାହିଁ, ଦେଶ ଥିଲା ବୋଲି ଆମେ ଇଏ କଣ କଲା ସିଏ କଣ କଲା ଖାଇବା ଇଏ କରିବା, ଆମେ କଣ କରିଦେବା, ଆମ ଭିତରେ ଯାହା ପ୍ରୋବ୍ଲେମ। ବର୍ତ୍ତମାନ ସମସ୍ତେ ଏକ ହବାର ସମୟ ଆସିଛି, ଯୋଉଥିରେ ଦେଶ ଆଗ, ନେତୃବୃନ୍ଦ ଆଗ, ସୈନ୍ୟବାହିନୀ ଆଗ, ଆମେ ତାଙ୍କ ପଛରେ ଅଛୁ। ଦରକାର ପଡ଼ିଲେ ଆପଣଙ୍କୁ ବାହାରିବାକୁ ପଡିବ, ଦରକାର ପଡ଼ିଲେ ଆପଣଙ୍କୁ କୌଣସି ନା କୌଣସି ବାଟରେ ବାହାରିବାକୁ ପଡିବ ଆମ ଦେଶରେ। କାରଣ ଆମ ଦେଶରେ ଆମେ ଗୋଟେ ଆରାମରେ ଅଛେ। ଆପଣ ଦେଖିବେ ଇସ୍ରାଏଲ ଗୋଟେ ଦେଶ, ବହୁତ ଦେଶରେ ଇଭିନ୍ ୟୁରୋପିଆନ କଣ୍ଟ୍ରିରେ ସମସ୍ତଙ୍କୁ ପ୍ରଥମେ ଯିଏ ଯୋଉ ପାଠ ପଢୁ, ଯିଏ ITI ପଢୁ, ଯିଏ କିରାନୀ କାମ କରୁ, ଯିଏ ଡାକ୍ତର ହଉ, ସମସ୍ତେ 2 ବର୍ଷ ଆର୍ମିରେ କାମ କରିବେ। ଆର୍ମିରେ କାମ କରିବା ଉଦ୍ଦେଶ୍ୟ ହଉଛି ଆବଶ୍ୟକ ପଡିଲେ ଆମମାନେ ପ୍ରସ୍ତୁତ ରହିବା ଦେଶ ପାଇଁକା। ବର୍ତ୍ତମାନ ସେଇ ସମୟ ଆସିଛି। ତେଣୁକରି ଆମକୁ କୌଣସି ନା କୌଣସି ଆର୍ମି ସାଙ୍ଗରେ ଆମର ଚିନ୍ତାଧାରାକୁ ରଖିବାକୁ ପଡିବ, ଆଉ ଆମକୁ ଦେଶ ସାଙ୍ଗରେ ସାମିଲ ହେବାକୁ ଚିନ୍ତାଧାରା ପଡିବ। ନହେଲେ ଯିଏ ଯୋଉଠି ଯେ ସମସ୍ତେ କିଛି କରିପାରିବେ, କିଏ ଅର୍ଥଦାନ କରିପାରିବେ, କିଏ ରକ୍ତଦାନ କରିପାରିବେ, କିଏ ଦରକାର ପଡ଼ିଲେ ଅସ୍ତ୍ରଶସ୍ତ୍ର ଧରିପାରିବେ। ରିଟାୟାର୍ଡ ଆର୍ମି ଲୋକ ତ ବର୍ତ୍ତମାନ ବାହାରି ଗଲେଣି, ଆଜ୍ଞା ଆମେ ବି ଯୁଦ୍ଧ କରିବାକୁ ଯିବୁ। କାରଣ ଆମେ ଦେଶ ଭିତରେ କେବେ ଆମେ ମାନେ ଯୁଦ୍ଧଟା କଣ ଜାଣିନେ। ଘରେ ଘରେ ଯୁଦ୍ଧ, ଗୋଟେ ବମ୍ ପଡେ ବିଶ୍ୱଯୁଦ୍ଧ ଲୋକ ଜାଣିଛନ୍ତି, ଲୋକ ଭୁଲି ଯାଇଛନ୍ତି। 71 ମସିହାରେ ବି ଯୁଦ୍ଧ ହେଇଥିଲା, ଆପଣ ଜାଣିଥିବେ। ଆମର ବାଂଲାଦେଶ ସାଇଡରେ, ୱେଷ୍ଟବେଙ୍ଗଲ ସାଇଡରେ ଯୁଦ୍ଧ ହେଇଥିଲା, ଢାକା ପର୍ଯ୍ୟନ୍ତ ଭାରତର ଆର୍ମି ଯାଇଥିଲେ। ଲୋକ ଭୁଲିଗଲେଣି, କାରଣ ଦେଶ ନାହିଁ ମାନେ କେହି ନାହିଁ। କାଲି 10ଟା ବିଭିନ୍ନ ଜାଗାରେ ବମ୍ ପଡିବ, ରକେଟ ଲଞ୍ଚିଂ ହବ, ବିଭୀଷିକା ସୃଷ୍ଟି ହବ, ଧ୍ୱଂସ ଆରମ୍ଭ ହବ, ଖାଦ୍ୟ ମିଳିବ ନାହିଁ। ତେଣୁକରି ଏତେ ଛୋଟିଆ ନବାର ନାହିଁ। କଣ ହବାକୁ ଯାଉଛି ନେତୃବୃନ୍ଦ ଚିନ୍ତା କରୁଛନ୍ତି, ଆମେମାନେ ମଧ୍ୟ ସମସ୍ତେ ସେଥିପାଇଁ ଚିନ୍ତିତ ହେବା ଦରକାର। ଆଟଲିଷ୍ଟ ଏତେ ଆନନ୍ଦର ଏତେ ଆବଶ୍ୟକ ନାହିଁ ବର୍ତ୍ତମାନ ସମୟରେ।